ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଦ ଚତୁର୍ଥ ଅଧ୍ୟାୟ। ଓಂ ଶ୍ରୀ ଗଣେଶାୟ ନମଃ। ଓଂ ନମଃ ଭଗବତେ ବାସୁଦେବାୟ। ନାରାୟଣଂ ନମସ୍ତୁତ୍ୟଂ ନରଂ ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସଂ ତତୋ ଜୟମୁଦୀରୟତେ। మూకం కరోతి వాచాళం పంగో లంఘయతే గిరిజాత్కృపాతమః వందే పరమానంద మాధవం। నిగమ కల్పతరు గళితం ఫలం ଶୁକମୁଖାଦମୃତଦର୍ଶଂଯୁତଂ ପୀତବ ଭାଗବତ ରସମଳୟ ମହୁରହ ରସିକା ଭୁବି ଭାବୁକା। ଭାଗବତ ପାଠ କରିବା। ପ୍ରଥମ ସ୍କନ୍ଦ ଚତୁର୍ଥ ଅଧ୍ୟାୟ। ଶ୍ରୀ ସୁତ ଉବାଚ ହେମନ୍ତେ ଭାଗବତ ବାଣୀ ସୁତ ମୁନିଙ୍କ ମୁଖ ଶୁଣି ମୁନିଙ୍କ ମଧ୍ୟେ କର୍ମ ସିଦ୍ଧ ସୈନିକ ନାମେ କୁଳବୁଧ ସର୍ବମୁନିଙ୍କ ଅବଧାନେ ପୁଛନ୍ତି ମଧୁର ବଚନେ। ସୈନିକ ଉବାଚ हे सुत तुम्भे महाधीर बकता जने मधे बर जिन्हबी तटे राजा आगे सुक कहिले ब्रह्म भागे से कथा कह आंभ आग तुम्भे जे अट महाभाग ए भागवत शास्त्र केबे व्यास रचिले केउ जुगे काहार बोले काहीं बसी कि भावे कि हेतु देसी सुक जे ताहांक कुमर समदरसी सत्य सार एकांत मति रात्र दिने कृष्ण महिमार प्रसने निर्माया मृढ़ता प्रतीति लक्षण पारे केही गति ଯାହାର ଆଗମନ କାଳେ ଦେବ କାମିନୀ ଥିଲେ ଜଳେ ଉଲଗ୍ନେ ଥାଇ ତାଙ୍କୁ ଦେଖି ଧାଇଲେ ସ୍ନାନକୁ ପେକି ଦେଖିବା ଅର୍ଥେ ଜଳ ତଟେ ମିଳିଲେ ଶୁକଙ୍କ ନିକଟେ ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ ସ୍ୱଭାବେ ସିଦ୍ଧ ଯେ ଯୁବତୀ ଜାଣନ୍ତି ସର୍ବପ୍ରାଣୀ ଗତି ହେମତେ କନ୍ୟା ଗଣେ ଚାହିଁ ବ୍ୟାସ କହନ୍ତି ଖେଦ ପାଇ ଦେଖି କନ୍ୟାଙ୍କ ମୃଢ଼ ମତ ଚଞ୍ଚଳ ବ୍ୟାସଙ୍କର ଚିତ ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାକୁ ଚାହିଁ ପଚାରନ୍ତି ଅଇଲ ମୋର ପୁତ୍ର ଚାହିଁ କିମ୍ପା ପଶିଲ ଜଳେ ଯାଇ ଏ କିସ ତୁମ୍ଭର ବ୍ୟବହାର ଏ ସୁକ ମୋହର କୁମର ତରୁଣ ବୟସ ଏହାର ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ମିଳିଲେ ଚରଣେ କହନ୍ତି ବ୍ୟାସ ମୁଖ ଚାହିଁ ସଂସାର ତାର ହୃଦେ ନାହିଁ ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି ତୁମ୍ଭେ ଯେ କହ ଆମ୍ଭେ ବୃଦ୍ଧ ବିଷୟା ରସେ ଅଛି ସଧ ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର ହେମନ୍ତେ ଗଲେ ନାରୀ ଗଣେ ସୁକ ରହିଲେ ସେହି ବନେ। ସୈନିକ ଉବାଚ ସେ ସୁକ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜେ ଉନ୍ନତ ଜଡ଼ ରୂପ ବହି ତାହାଙ୍କୁ କହି ନ ଜାଣଇ କେମନ୍ତେ ପରୀକ୍ଷିତ ତୁଲେ ମିଳିଲେ ଜାହ୍ନବୀର କୂଳେ ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତର ସମ୍ବାଦେ ପ୍ରଜାଙ୍କ ଘରେ ସ୍ୱୟଂ କାଳେ ଯେ ନିତ୍ୟ ଭିକ୍ଷା ଅବା ମିଳେ ଗୋଦାହ ମାତ୍ରେ ଦ୍ୱାରେ ରହି ଗ୍ରୋହୀଙ୍କୁ ତୀର୍ଥ ଫଳ ଦେଇ ଭୋ ମୁନି ପରୀକ୍ଷିତ ମେଳେ ମିଳିଲେ ପୂର୍ବ ପୁଣ୍ୟ ଫଳେ ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନୁ ସୁତ
ତାହାର ଜନ୍ମ କର୍ମ ଯେତେ କହିବ ଆମ୍ବର ଅଗ୍ରତେ। ଅଦ୍ଭୁତ ପ୍ରାୟ ଅଛୁମଣି ଏବେ ତରିବୁ ଏହା ଶୁଣି। ସେ ସର୍ବରାଜଙ୍କ ଶିଖର ପାଣ୍ଡବ ଅଂଶେ କୀର୍ତ୍ତିକର। ରାଜ୍ୟ ସମ୍ବାଦ ଛାଡ଼ି ଦୂରେ କିମ୍ପା ରହିଲେ ଗଙ୍ଗା ତୀରେ। ଶତ୍ରୁ ରାଜାଏ ଯାର ପାଦ ମନତି ଦେଇଣ ସମ୍ବାଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ। ହରିଚରଣ ଚିନ୍ତେ ଚିତେ ଯେ ରାଜ ନିତେ ଜନହିତେ। ସେ କିମ୍ପା ତେଜିଲା ଜୀବନ ଗୃହେ ଉପେକ୍ଷି ଧନ ଜନ। କହ କାରଣ କିବା ଅତେ ସଂଶୟ ଛାଡ଼ଇ ଯେ ମନ୍ତେ। ତୁମ୍ଭେ ସକଳ ବିଦ୍ୟା ପାର କହ ସଂଶୟ ଯାଦୁ ଦୂର। ଏମନ୍ତ ସୌନିକ ବଚନେ ସକଳ ମୁନି ଅନୁମାନେ। ସୁତ ଉବାଚ କହନ୍ତି ସୁତ ବ୍ରହ୍ମ ଋଷି ମୁନିକୁ ପ୍ରସନ୍ନେ ପ୍ରଶଂସି। ଶୁଣ ସକଳ ମୁନି ଜନ କୃଷ୍ଣ ଚରିତ ବିଧାନ। ଦ୍ୱିତୀୟ ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ପରାଶରଙ୍କ ବୀର୍ଯ୍ୟ ଜୁତେ ଯୋଗନ ଗନ୍ଧା ଗର୍ଭଗତେ। ସେ ଏକ ଦିନେ ପ୍ରାତ କାଳେ ସ୍ନାନ ସାରି ଗଙ୍ଗା ଜଳେ। ଏମନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ଅପର ସେ ନ ଜାଣେ ସକଳ ଶାସ୍ତ୍ରର ପ୍ରମାଣେ। ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାଙ୍କୁ ନ ଦେଖିନ୍ତି କେହି ବ୍ରାହ୍ମଣ ମଧ୍ୟେ ଦେହ ବହି। ପ୍ରାଣିକ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳି ଆଗମେ ପ୍ରାଣିକର ଏମନ୍ତ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂର ଦୁର୍ବଳ ହୋଇବ ଶରୀର। ବୁଦ୍ଧି ହୋଇବ ଲୋଭ ଗ୍ରାସ ସ୍ୱଭାବେ ଅଳପ ଆୟୁଷ। ଦୁର୍ଭାଗା ହୋଇବେ ସକଳେ ଏହା ଜାଣିଲେ ଯୋଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ଦେବ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ସାଧ କର୍ମ କରି ଯେମନ୍ତେ ବିଷ୍ଣୁ ମାୟା ତରି। ଧର୍ମ ସାଧିବ ଯଜ୍ଞ ମତେ ଏମନ୍ତେ ଭାଳି ମୁନି ଚିତେ। ଏକ ବେଦକୁ ଚାରି ଖଣ୍ଡେ ଯଜ୍ଞ ଭିଆଣ କର୍ମ କାଣ୍ଡେ। ଋକ ଯଦୁ ସମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ଦେବ ଇତିହାସ ଯେହୁ ପୁରାଣେ ଅଷ୍ଟାଦଶ। ପଳଇ ମୁନିକ ଆଣିଲେ ପ୍ରଥମ ଦେବ ପଢ଼ାଇଲେ। ଜୈମିନୀକୁ ଦେଲେ ସାମ ଯଜୁକୁ ବୈଶମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ ମୋ ପିତା ରୋମହର ଶଣେ। ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତ କର୍ମ ସମ୍ବାଦିଲେ। ସେ ଶିଷ୍ୟ ବିଚାର ନିଶ୍ଚଳେ ଦେବ ବୃକ୍ଷକୁ ଯୋଗ ବଳେ। ଅନେକ ଶାଖା ବିହାଇଲେ ଶିଷ୍ୟ ପ୍ରଶିଷ୍ୟ ଶିକ୍ଷା ଦେଲେ। ଅଳ୍ପ ବୁଦ୍ଧିର ନର ଯେତେ ଦେବ ଧଇଲେ ଦୃଢ଼ ଚିତେ। ଶ୍ରୀଶ୍ରୁଦୋ ଜନ୍ମ ଏ ଜଗତେ ଯୋଗ୍ୟ ନୁହନ୍ତି ଦେବ ପଥେ। ତାହାଙ୍କୁ ନିସ୍ତାରିଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତେ। ବୁଦ୍ଧି ମନ୍ଥନେ ଦେବମନ୍ତି ଭାରତ ପଦ ବନ୍ଧେ ଗୁନ୍ତି। ଦେବୁ ଧରି ସାର ଅର୍ଥ ପୁରାଣ ସୃଜିଲେ ଭାରତ। ପ୍ରାଣିକି ନିସ୍ତାରି ଏମନ୍ତେ କାନନେ ମିଳିଲେ ନିଶ୍ଚିନ୍ତେ। ଆଶ୍ରିତ ସରସ୍ୱତୀ କୂଳେ ମନ ନ ରହି ନିଶ୍ଚଳେ। ଯୋଗେ ନ ପାରେ ଚିତ୍ତ ଧରି ଅଞ୍ଚଳେ ଏମନ୍ତ ବିଚାରି।
ଅତି କଷ୍ଟରେ ଦେବେ ଘେନି ଗୁରୁ ଅନେଳେ ଚିତ୍ତ ଘେନି। ଯେବା ଭାରତ କରି ସାର ସ୍ତ୍ରୀ ସୁଦ ମଜିଣ ନିସ୍ତାର। ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମତେ ନିଶ୍ଚଳ କରି ଜ୍ଞାନ ପଥେ। କରିବି ଭାଗବତ ଧର୍ମ ଯେଣେ ନ ଲାଗେ ମାୟା ଭ୍ରମ। ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି। ଏମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣା ବାଦ୍ୟ। ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ହେଁ ଦୂରୁ ଆଗ ସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦର ପାଦେ ସୁଜିଲେ ପ୍ରଣମ ଆନନ୍ଦେ। ଯାହା ଚିନ୍ତିଲେ ପାପ ନାଶ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାଂ ବୈଶିଷ୍ଟ୍ୟଂ ପ୍ରଥମ ସ୍କନ୍ଧେ ନାରଦ ଗମନଂ ନାମ ଚତୁର୍ଥ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।